ভিজিଲାନ୍ସ ସ୍କାନର ରେ ପଡିଥିବା ତହସିଲଦାର ପ୍ରସନ୍ନ ସାମନ୍ତରାୟ ବାବୁଙ୍କର ଥିଲା ଘରର ସଉକ। ସେଥିପାଇଁ କେଶୁରା ଅଞ୍ଚଳରେ 6000 ସ୍କ୍ୱାର ଫୁଟରେ ଘର ନିର୍ମାଣ କରୁଛନ୍ତି। ଆପଣ ଦେଖୁଛନ୍ତି ଇଏ ହଉଛି ସେଇ କଣ୍ଟାବାଡ଼ ତହସିଲଦାର ବାବୁଙ୍କର ଘର। লিফ্ট পাই মধ্য বাবুଙ୍କୁ ବୋଧେ ଅସୁବିଧା ହେବ, ଚାଲି ପାରିବେ ନାହିଁ, ସେଥିପାଇଁ লিফ্ট পাই মধ্য ନିର୍ମାଣ ଚାଲିଛି। লিফ্ট ଲାଗିବ ଏଠି। ଆପଣ ଯଦି ସିଡି କଥା ଦେଖିବେ ତାହେଲେ ଆମେ ନିହାତି ଭାବରେ ଆପଣଙ୍କୁ ଏ କନଷ୍ଟ୍ରକ୍ସନ ଚାଲିଥିବା ନୂଆ ବିଲ୍ଡିଂ ର ଚିତ୍ର ମଧ୍ୟ ଦେଖିବେ। ବାବୁଙ୍କ ଘରୁ ଏଥିପାଇଁ କିଛି ଟଙ୍କା ଜବତ ହେଇଛି। ବାବୁଙ୍କର ସବୁ ଟଙ୍କା ଏ ଘର ତିଆରି କାର୍ଯ୍ୟରେ ଲାଗି ଯାଇଛି। କ୍ୟାମେରା ପର୍ସନ ଆପଣଙ୍କୁ ହିମାଂଶୁ ଅଛନ୍ତି, ଭିଜୁଆଲ ଦେଖାଉଛନ୍ତି ଘରର, ଏବଂ ଘରର ଗୋଟି ଗୋଟି କରି ଦେଖେଇବି ଆପଣଙ୍କୁ। ଆପଣ ଦେଖନ୍ତୁ ପୁରା ଭଡ଼ା ଦେବା ପାଇଁ ବୋଧ ହୁଏ ଘର ସବୁ ପ୍ରସ୍ତୁତ କରାଯାଇଛି ଏବଂ ଏ ଘରେ ପ୍ରସନ୍ନ ସାମନ୍ତରାୟଙ୍କ ଘରକୁ ଲାଗିକି ଯୋଉ ଘର ପାଖରେ ସେ ରୁହନ୍ତି ସେଇ ଘରକୁ ଲାଗିକି ଏ କାମ ଚାଲିଛି। ଭିଜିଲାନ୍ସ ଟିମ୍ ଛାପା ମାରି ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଛି ଏବଂ କୋଉଠି ନା କୋଉଠି ଯେତେବେଳେ ଭିଜିଲାନ୍ସର ଟିମ୍ ରେଡ୍ ପ୍ରକ୍ରିୟା କରୁଛି ସେତେବେଳେ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯିବା ପରେ ଭିତରେ ଏ ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି ଯେ ଇଏ ପ୍ରସନ୍ନ ସାମନ୍ତରାୟ କେତେ ଟଙ୍କା ଉପାର୍ଜନ କରିଛନ୍ତି ଏବଂ ସେ ଟଙ୍କାକୁ ବାବୁଙ୍କର ଯେହେତୁ ଘରର ସଉକ ରହିଛି ବାବୁ ସେ ଘରେ ଲଗାଇଛନ୍ତି। ଏ ଭିଜୁଆଲ ଘରର ଚିତ୍ର ଆପଣ ଦେଖୁଛନ୍ତି ଯେ ଘର ଭିତରେ ପୁରା ପୁରା ଭଡ଼ା ଲଗାଇବା ପାଇଁ ଏ ଘରକୁ ତିଆରି କରାଯାଇଛି। ଆପଣ ଯଦି ଦେଖିବେ ଏ ଘରେ ବାବୁ ଭଡ଼ା ଦେବା ପାଇଁ ଲଗାଇଥିଲେ ଏବଂ ସେ ଯୋଉଠି ରୁହନ୍ତି ତାକୁ ଲାଗି ସେ ଏଇ କନଷ୍ଟ୍ରକ୍ସନ କାର୍ଯ୍ୟ କରୁଛନ୍ତି ଏବଂ ଏ କନଷ୍ଟ୍ରକ୍ସନ କାର୍ଯ୍ୟରେ ସବୁ ଟଙ୍କା ପ୍ରସନ୍ନ ସାମନ୍ତରାୟ ଯେ ତହସିଲଦାର କଣ୍ଟାବାଡ଼ ଡିଭିଜନର କଣ୍ଟାବାଡ଼ରେ ଅଛନ୍ତି ସିଏ ଟଙ୍କା ଲଗାଇ ଦେଇଛନ୍ତି ଏବଂ ଏ ଘର ଦେଖିଲେ ଆପଣ ଜାଣିପାରିବେ ଯେ ବାବୁଙ୍କର ଘର ସଉକ ଥିଲା। ସେଥିପାଇଁ ବାବୁ ତାଙ୍କର କଳା ଟଙ୍କାକୁ ସବୁ ଘରେ ତିଆରି ଲଗାଇ ଦେଇଥିଲେ। କାହିଁକି ନା ଭିଜିଲାନ୍ସ ଟିମ୍ ଏବେ ଯେତେବେଳେ ଛାପା ମାରୁଛି ଦେଖୁଛି ଯେ ବାବୁଙ୍କର ଘର ଏ 6000 ସ୍କ୍ୱାର ଫୁଟରେ ପାଖାପାଖି ଘର ତିଆରି କରୁଛନ୍ତି ଏବଂ ସେ ଘରେ ବାବୁ ଏବେ ଭଡ଼ା ଦେବା ପାଇଁ ଲିଫ୍ଟର ବ୍ୟବସ୍ଥା କରୁଛନ୍ତି ଏବଂ ଆପଣ ଯଦି ଦେଖିବେ ଯେ ଅନ୍ୟ ଜାଗାରେ କିଛି ଜମିବାଡ଼ି ଥିବା କଥା ଏବେ ସାମ୍ନାକୁ ଆସୁଛି। ଯେତେବେଳେ ଭିଜିଲାନ୍ସ ଟିମ୍ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବ ଜଣାପଡ଼ିବ ଯେ ବାବୁଙ୍କ ପାଖରେ କେତେ ଟଙ୍କା କଳା ଧନ ରହିଛି। କ୍ୟାମେରା ପର୍ସନ ହିମାଂଶୁଙ୍କ ସହ ସୁଭାଷ ପ୍ରଧାନ, ଓଡ଼ିଶା ଭାସ୍କର।